ঠিক রাতি ২টা বেলে গুଟେ ব্যক্তিଟେ আসলে পেসেন্ট ধরিକରି ଆମର୍ ଛୁଆ ଗୁଟେକେ। ବେଲେ ସେ ଛୁଆ ସାଙ୍ଗେ ଡକ୍ଟର କହିଲେ କି ତମେ ୱାର୍ଡକେ ଯଅ। ବେଲେ ସେ ସଡନ୍ ଆସିକରି ଫେର୍ ସାର୍‌କୁ କହିଲେ କି ମୋର୍ ବିପି ଟିକେ ନାପି ଦିଅନ୍ ବୋଲି। ବେଲେ ସେ ବିପି ନାପଲା ବେଲେ ସାର୍ କହିଲେ ଟିକେ ତମେ ଧାଇଁସା ଧାଇଁସା ହେଇକରି ଆସିଯ। 10 ମିନିଟ୍ ବସ। 10 ମିନିଟ୍ ପରେ ନାପଲେ ଠିକ୍ ବାହାରବା ବୋଲି କହିଲା ବେଲେ ସେତେନୁ ସେ ବ୍ୟକ୍ତିଟା ଆମର୍ କାଠ ଟେବୁଲ୍ ଯେନ୍ ବସିଛନ୍ ସେଟା ଉଠେଇକରି ଡାଇରେକ୍ଟ ତାଙ୍କର ମୁହଁରେ 2 ଥର ମାରି ଦେଇଛନ୍। ଦୁଇଟା ସମୟରେ ମୋତେ ସୁଦୀପ୍ତ ସାହୁଙ୍କର କଲ୍ ଆସିଲା ଯିଏକି ଆମର ମେଡିସିନ ସ୍ପେଶାଲିଷ୍ଟ। ଆଉ ସେ ନାଇଟ୍ ଡ୍ୟୁଟିରେ ଥିଲେ। ମୋତେ କଲ୍ ଆସିଲା କି ସାର୍ ମୋ ମୁଣ୍ଡକୁ ଜଣେ ପିଟି ଦେଇଛନ୍ତି, ମୋ ମୁଣ୍ଡ ଫାଟି ଯାଇଛି, ଇମିଡ଼ିଏଟଲି ଆସ। ତ ଆମେ ସାଙ୍ଗେ ସାଙ୍ଗେ ତାପରେ ମାନେ ଆମେ ବାକି ଯେଉଁମାନେ ଅଛୁ ଏଠି ବର୍ତ୍ତମାନ ସାଙ୍ଗେ ସାଙ୍ଗେ ମାନେ ହସ୍ପିଟାଲ ଗଲୁ। ହସ୍ପିଟାଲ ଗଲା ବେଳକୁ ଜାଣିଲୁ ଯେ ମାନେ ସାର୍ ଅଲରେଡ଼ି ପୋଲିସ ଷ୍ଟେସନ ଆସିଛନ୍ତି। ତେଣୁ ଆମେ ପୋଲିସ ଷ୍ଟେସନ ପହଞ୍ଚିଛୁ। ଆଉ ବର୍ତ୍ତମାନ ତାଙ୍କର ମାନେ ତାଙ୍କର ଏଫଆଇଆର ପାଇଁ ଆମେ ଫାଇଲ୍ କରିସାରିଛୁ। ଆଉ ଯେହେତୁ ତାଙ୍କର ସିଭିୟର ବ୍ଲିଡିଂ ଅଛି ଆଉ ଗୋଟେ 1 ଏପିସୋଡ ଅଫ୍ ମାନେ ଭମିଟିଂ ହେଇସାରିଲାଣି, ତେଣୁ ଆମେ ବର୍ତ୍ତମାନ ତାଙ୍କୁ ମାନେ ସିଟି ସ୍କାନ୍ ପାଇଁ ସେଟା ପାଇଁ ନେବା ପାଇଁ ବ୍ୟବସ୍ଥା କରୁଛୁ। ରାତି 2 ବଜେ ଜଣେ ପେସେଣ୍ଟକୁ ନେଇକି ଜଣେ ଲୋକଟେ ଆଇଲେ। ସେ ଛୁଆର ଛାତିରେ ଯନ୍ତ୍ରଣା ହଉଥିଲା। ତ ମୁଇଁ ତା ଚିକିତ୍ସା ତାକୁ ଟ୍ରିଟମେଣ୍ଟ ପ୍ରେସକ୍ରାଇବ୍ କରିଦେଇକି ତାଙ୍କୁ ୱାର୍ଡକୁ ପଠେଇଦେଲି, ଯେହେତୁ ତାଙ୍କୁ ଇଞ୍ଜେକ୍ସନ ଦରକାର। ତାଙ୍କ ସାଙ୍ଗରେ ଜଣେ ସିକ୍ୟୁରିଟିକୁ ପଠାଇଲି। ତାପରେ ସେ ଲୋକ ଜଣେ ଆସିକିରି ମୋତେ କହିଲେ ସାର୍ ମୋତେ ବିପି ଦେଖବାର ଅଛି। ମୁଇଁ କହିଲି ଆଜ୍ଞା ଆପଣ ଖଟରେ ଆସିଛ, ଟିକେ 10 ମିନିଟ୍ ବସିଯାଅ ଗୋଟେ ଜାଗାରେ, ବିପିଟା ଦେଖିଦେବି। ଏତିକି କଥାକୁ ସେ ଯେନ୍ ଷ୍ଟୁଲରେ ବସିଥିଲେ ସେ ଷ୍ଟୁଲକୁ ଉଠେଇକିରି ମୋ ମୁଣ୍ଡରେ ମାରିଦେଲେ। କେତେ ଥର ମାରିଛନ୍ ମୋତେ ମନେ ନାହିଁ ନା, କିନ୍ତୁ ସେଥିରେ ମୋର ମୁଣ୍ଡ ଫାଟିଛି ଆଉ ହାତ ଫାତରେ ବି ବାଜିଛି। ଆଉ ଇ ଜିନିଷଟା ଆମର ହସ୍ପିଟାଲ ସିକ୍ୟୁରିଟି ବାବଦରେ ଆମେ ଏତାର ଆଗରୁ ଆମେ ଷ୍ଟ୍ରାଇକ୍ରେ ବି କରିଥିଲୁ।